ନିଜ ସ୍ୱାମୀକୁ ନିଜ ଆୟତରେ କିପରି ରଖିବେ? ସ୍ୱାମୀକୁ ନିଜ ଆୟତରେ ରଖିବାକୁ ହେଲେ ସ୍ୱାମୀଙ୍କ ମନ ଜିତିବାକୁ ପଡ଼ିବ। ସ୍ୱାମୀଙ୍କ ବାପା ମାଙ୍କୁ ନିଜ ବାପା ମା ଭଳି ଦେଖନ୍ତୁ ଓ ତାଙ୍କୁ ସମ୍ମାନ ଦିଅନ୍ତୁ। ନିଜ ଶାଶୁ ଶ୍ୱଶୁରଙ୍କୁ ଠିକ୍ ସମୟରେ ଖାଇବାକୁ ଦିଅନ୍ତୁ। ନିଜ ଶାଶୁ ଶ୍ୱଶୁରଙ୍କ ସହିତ କଳି ଝଗଡ଼ା କରନ୍ତୁ ନାହିଁ। ସ୍ୱାମୀଙ୍କ କଥା ନ ମାନିଲେ ଚଳିବ, କିନ୍ତୁ ଶାଶୁ ଶ୍ୱଶୁରଙ୍କ କଥା ମାନନ୍ତୁ। ସ୍ୱାମୀମାନେ ସବୁ ସହିଯିବେ, କିନ୍ତୁ ନିଜ ବାପା ମାଙ୍କୁ ଅସମ୍ମାନ ଓ ଅଣଦେଖା କଲେ ସହିବେ ନାହିଁ। ସ୍ୱାମୀଙ୍କୁ ନିଜ ଆୟତରେ ରଖିବାର ଏହା ହେଉଛି ସରଳ ମାର୍ଗ। ଛୋଟବେଳେ ଆମେ ଯେଉଁଠି ଚାହିଁଲେ ସେଇଠି କାନ୍ଦି ପକାଉଥିଲେ, କିନ୍ତୁ ଏବେ କାନ୍ଦିବାକୁ ଜାଗା ଖୋଜିବାକୁ ପଡ଼ୁଛି। ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କର କିଛି ଅମୃତବାଣୀ। ସତ୍ୟ, ଶାନ୍ତି, ଦୟା, କ୍ଷମା ମଣିଷ ଜୀବନକୁ ସାର୍ଥକ କରେ। ଏହି ସବୁ ଯାହା ପାଖରେ ନଥାଏ ତାର ମଣିଷ ଜନ୍ମ ବୃଥା। ଦୁନିଆରେ ଯେତେ ସବୁ ସୁଖ ଦେଢ଼ ଦିନ ପାଇଁ। ଧର୍ମ ସାଧନାରେ ରତ ରହିଯିଏ ସତ୍ ପଥରେ ଚାଲେ ସେ ପରମ ସୁଖ ପାଇଥାଏ। କାମ, କ୍ରୋଧ, ମିଥ୍ୟା, କପଟ ମାନେ ହିଁ କଳିର ମୂଳ। ଏମାନେ ସମସ୍ତେ ମିଶିଗଲେ ସତ୍ୟ, ଶାନ୍ତି, ଦୟା, କ୍ଷମାକୁ ହତ୍ୟା କରିଥାନ୍ତି। ଜଣେ ନିଜକୁ ଗୁରୁ ବୋଲି ପରିଚୟ ଦେଇ ଗର୍ବ କରିବା ଉଚିତ ନୁହେଁ। ଗୁରୁଙ୍କର ଗୁରୁତ୍ୱ ଥିଲେ ଶିଷ୍ୟମାନଙ୍କର ମୁଣ୍ଡ ଆପେ ଆପେ ନଇଁଯାଏ। ଯାହା ପାଖରେ ପ୍ରେମ ଆଉ ଭକ୍ତି ଅଛି ସେ ସବୁ କିଛି ପାଇଛି ବୋଲି ବୁଝିବାକୁ ହେବ। ଗୁରୁ ଆଉ ଭଗବାନ ଏକ ଓ ଅଭିନ୍ନ। ଗୁରୁ ଶ୍ରଦ୍ଧା କଲେ ଭଗବାନ ମିଳିଥାନ୍ତି। ନିଜ ସହ ବିଜେତା ପରି କଥା ହେବାର କିଛି ସୂତ୍ର। ଯାହା ଆପଣ ନିଜକୁ କହୁଛନ୍ତି ତା ଉପରେ ବିଶ୍ୱାସ ରଖନ୍ତୁ। ଏକ ବିଜେତା ପରି ଭାବନ୍ତୁ, କଥା ହୁଅନ୍ତୁ ଓ କାମ କରନ୍ତୁ। ଏହିପରି ଭାବେ ଆପଣ ବିଜେତା ହୋଇପାରିବେ। ନିଶ୍ଚିତ ଲକ୍ଷ୍ୟ ବାଛନ୍ତୁ। ଧରିନିଅନ୍ତୁ, ଯଦି ଆପଣ 100 ମିଟର ଦୌଡ଼ ଜିତିବାକୁ ଚାହୁଁଛନ୍ତି, ତେବେ କୁହନ୍ତୁ, ମୁଁ 100 ମିଟର ଦୌଡ଼ରେ ଜିତିବାକୁ ଚାହୁଁଛି। ଏହା ମୋର ଦୌଡ଼ ଅଟେ ଓ ମୋତେ କେହି ପରାଜିତ କରିପାରିବେ ନାହିଁ। ଜୟ ଶ୍ରୀ ଜଗନ୍ନାଥ।